ବର୍ତ୍ତମାନ ସମାଜରେ ଯଦି ଜଣେ ମଣିଷ ଉପରେ ମିଛ ବ୍ଲେମ୍ ଲଗାଇ ତାକୁ ବିନା ଦୋଷରେ ଦୋଷୀ ସଜାଇ ଦିଆଯାଏ। ଥରେ ଚିନ୍ତା କରନ୍ତୁ, ଯେଉଁ ସମାଜ ତାକୁ ପ୍ରଶଂସାର ପାତ୍ର ବୋଲି ଭାବୁଥିଲା, ଆଉ ଯେଉଁ ସମାଜରେ ସେ ତାର ନୂତନ ପରିଚୟ ସୃଷ୍ଟି କରିପାରିଥିଲା, ଆଉ ସମସ୍ତଙ୍କ ମନରେ ସେ ଏକ ପ୍ରିୟ ମଣିଷ ହୋଇ ବଞ୍ଚିବାକୁ ଚାହୁଁଥିଲା। କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ବର୍ଷ ବର୍ଷ ମେହନତ କରି, ବର୍ଷ ବର୍ଷ ପରିଶ୍ରମ କରି ସେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ଗୋଟିଏ ଛୋଟ ବ୍ଲେମ୍, ବିନା ଦୋଷ ଯଦି ତାର ସ୍ୱତନ୍ତ୍ର ପରିଚୟକୁ ଏକ ମିଛ ମଣିଷର ଆଖ୍ୟା ଦେଇଦିଏ, ଯଦି ତାର ସ୍ୱତନ୍ତ୍ର ପରିଚୟକୁ ଏକ କଳଙ୍କିତ ମଣିଷର ଆଖ୍ୟା ଦେଇଦିଏ, ତାହେଲେ ସେହି ନିରୀହ ମଣିଷର ହୃଦୟ କ'ଣ କହୁଥିବ? ଥରେ ଚିନ୍ତା କରନ୍ତୁ ସେହି ନିରୀହ ମଣିଷର ହୃଦୟର କଥା। ସମାଜରୁ ଟିକେ ଆହା ଶୁଣିବା ପରିବର୍ତ୍ତେ ସହିବାକୁ ପଡ଼େ କେତେ ନିନ୍ଦା ଓ ଅପବାଦ। ଯେଉଁ ସାଙ୍ଗସାଥୀ ତାଙ୍କ ସହ ଖେଳୁଥିଲେ, ବୁଲୁଥିଲେ, ଖାଉଥିଲେ, ଯଦି ସେହି ସାଙ୍ଗସାଥୀ ତାହାର ମଜାକୁ ଉଡ଼ାଇବେ, ତାହେଲେ ତାର ହୃଦୟ କ'ଣ କହୁଥିବ ଥରେ ଭାବନ୍ତୁ। କାହିଁକି ନା ଜଣେ ମଣିଷ ଟିକେ ସୁଖ ପାଇବା ପାଇଁ ବହୁତ ପରିଶ୍ରମ କରିବା ପାଇଁ ପଡ଼ିଥାଏ, କିନ୍ତୁ ଦୁଃଖ ବିନା ପରିଶ୍ରମରେ ଆସି ପାଖେ ପହଞ୍ଚି ଯାଇଥାଏ। ଜଣକୁ ବିନା ଦୋଷରେ ଦୋଷୀ ସଜାଇବା ପୂର୍ବରୁ ବାରମ୍ବାର ଭାବନ୍ତୁ, ମୁଁ ଯାହା କରୁଛି ଠିକ ନା ଭୁଲ। କାହିଁକି ନା ସତ ହେଉଛି ଏଠି ପଙ୍ଗୁ, ନା ତାର ଚାଲିବାର ଶକ୍ତି ଅଛି, ନା ଆଗକୁ ବଢ଼ିବାର କ୍ଷମତା। କିନ୍ତୁ ମିଛ ମୁହୂର୍ତ୍ତକ ମଧ୍ୟରେ ଗତି କରିଯାଏ ଅନେକ ଦୂରତା, ଆଉ ସତ କାହାର ସାହାଯ୍ୟ ନେଇ ଆଗକୁ ବଢ଼ିଲା ବେଳକୁ ହୁଏତ ବିନା ଦୋଷରେ ଦୋଷୀ ସାଜିଥିବା ମଣିଷଟା ଏ ଦୁନିଆରେ ନଥିବ। ଯଦି କଥାଟି ମୋର ଭଲ ଲାଗିଥିବ, ତାହେଲେ ଭିଡ଼ିଓକୁ ନିଶ୍ଚୟ ସେୟାର କରିବେ। ଧନ୍ୟବାଦ।